ତୃତୀୟ ଦିନିକିଆ ପାଇଁ ଖେଳିବେ ଏହି 11 ଧୁରନ୍ଧର। ତୃତୀୟ ତଥା ଅନ୍ତିମ ଦିନିକିଆ ପାଇଁ ଖେଳିବେ ଭାରତର ନୂଆ ଖେଳାଳିମାନେ, ଯେଉଁମାନେ ବାହାରେ ବସିଥିଲେ ସେମାନଙ୍କୁ ଚୟନ କରିବେ ଅଧିନାୟକ ସୁମନ ଗିଲ୍। ଏବଂ ମୋତେ ତ ଲାଗୁଛି ଲୋଡ଼ିଂ ରହିଲା ଆଉ ଗୋଟିଏ ଶତକ ସୁମନ ଗିଲ୍ର, ସେ କ୍ୟାପ୍ଟେନ୍ ମାନେ ନିଶ୍ଚୟ ଖେଳିବେ। ଏବଂ ମୋତେ ଲାଗୁଛି ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି, ପୁଣି ଥରେ ଯଶସ୍ୱୀ ଜୟସ୍ୱାଲଙ୍କୁ ସୁଯୋଗ ଦେଇପାରନ୍ତି। ଅନ୍ୟ ଖେଳାଳି ଯେଉଁମାନେ ବାହାରେ ରହିଛନ୍ତି ତାଙ୍କୁ ଖେଳାଇ ପାରନ୍ତି। ଅନ୍ୟ ବ୍ୟାଟର ହେଉ ବା ବ୍ୟାଟରକୁ ଚୟନ କରିପାରନ୍ତି ସୁମନ ଗିଲ୍। କାହିଁକିନା ଆଜିର ମ୍ୟାଚ୍ ଭାରତ ସିରିଜ୍ କବଜା କରିବା ପରେ ଆଜିର ମ୍ୟାଚ୍ ଆଫଗାନିସ୍ତାନ ପାଇଁ ସମ୍ମାନଜନକ ଖେଳିବାକୁ ପଡ଼ିବ। ଏବଂ ଆଜି ଯଦି ଭାରତ ଜିତେ ତାହେଲେ ଘରୋଇ ମାଟିରେ ଦୀର୍ଘ 10 ବର୍ଷ ପରେ ପୁଣି ଥରେ କ୍ଲିନ୍ ସୁଇପ୍ କରିପାରିବ ଟିମ୍ ଇଣ୍ଡିଆ। ତ ଫ୍ରେଣ୍ଡ, ଆଜିର ମ୍ୟାଚ୍ ଆପଣମାନେ କମେଣ୍ଟରେ କୁହନ୍ତୁ, ଆଜିର ମ୍ୟାଚ୍ କେଉଁ ଖେଳାଳିମାନେ ଖେଳାଇଲେ ସୁଯୋଗ ଭଲ ହେବ। ତ ଫ୍ରେଣ୍ଡ, କହି ରଖୁଛି ଆଜି ତୃତୀୟ ଦିନିକିଆ ମ୍ୟାଚ୍ ଆଜି ଦେଖିବାକୁ ଗଲେ ଚେପକ୍ ଷ୍ଟାଡ଼ିୟମ୍ ତଥା ଚେନ୍ନାଇରେ ଖେଳାଯିବ ଆଜି ଅନ୍ତିମ ଦିନିକିଆ ମ୍ୟାଚ୍, ଆଜିର ଶେଷ ମ୍ୟାଚ୍। ଏହାପରେ ଭାରତ ଖେଳିବ ଆୟାର୍ଲାଣ୍ଡ ଗସ୍ତ କରିବ 26 ଏବଂ 28ରେ ଖେଳିବ 2ଟି T20 ଏବଂ ସେ ମ୍ୟାଚ୍ରେ ସୂର୍ଯ୍ୟବଂଶୀକୁ ଦେଖିପାରିବେ ଦର୍ଶକ ବନ୍ଧୁମାନେ। ତେବେ ସେ ବିଷୟରେ ଆଲୋଚନା କରିବା ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘର ବିଷୟରେ। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆୟୋଜିତ ହୋଇଥିବା ବେଳେ ଆଜି ଚେନ୍ନାଇର ଚେପକ୍ ଷ୍ଟାଡ଼ିୟମରେ ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଦେଖିବାକୁ ଗଲେ ମୋତେ ଲାଗୁଛି ଅଲଗା ଟିମ୍ ନେଇ ପଡ଼ିଆକୁ ଓହ୍ଲାଇବ ଏବଂ ସୁମନ ଗିଲ୍ ଟସ୍ ହେବା ପରେ ହିଁ ଜଣାପଡ଼ିବ କେଉଁ ଖେଳାଳିକୁ ଚୟନ କରିଛନ୍ତି। ତ ଫ୍ରେଣ୍ଡ, କମେଣ୍ଟରେ କୁହନ୍ତୁ କ'ଣ ଭାରତ କ୍ଲିନ୍ ସୁଇପ୍ କରିବ, ତାହା ନିଶ୍ଚୟ କମେଣ୍ଟରେ ଲେଖନ୍ତୁ। ଏବଂ ଆମର ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।